ରାମ ନାରାୟଣ ରାମ। ଯେଉଁଠାରେ ଲାକ୍ଷ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିବାକୁ ହେବ, ସେଠାରେ ଧାନର ଏକ ଏକ ବୋଇବାରୁ ହେବା ନାହିଁ। ଯଦି ଏକ ଧାନ ବୋଇବାରେ ମୋତେ 1 ମିନିଟ ସମୟ ଲାଗେ, ତେବେ ଦେଶ ଓ ସମାଜ ପାଇଁ ଭୋଜନ ବ୍ୟବସ୍ଥା ହେବା ସମ୍ଭବ ନାହିଁ। ତେଣୁ ମୋ ଭଳି ଟୋକରି ଭରି କରି ଆଣିବା ଓ ବିକେରିବା, ଏହି ପ୍ରକାର ବିକେରାଯିବାରୁ ଦେଶର ଲୋକମାନେ ଭୋଜନ ପାଇପାରିବେ। ଯଦି ମୋତେ ମୋର କଥା ତୁମମାନେ ମଧ୍ୟରୁ ପ୍ରତିଟି ଲୋକ ବୁଝାଇବାକୁ ପଡ଼େ, ତେବେ ଏହା ପାଇଁ ସମୟ ମିଳିବ ନାହିଁ। ତୁମେ କ'ଣ କରୁଛ, ତାହା ଦେଖିବାରେ ମୋତେ କୌଣସି ଆବଶ୍ୟକତା ନାହିଁ। କେବଳ ସମାଜ ସହିତ ସାମଞ୍ଜସ୍ୟ ବନାଇ ରଖି ସମାଜକୁ ସଜା ଦିଅ। ଏହି କଥା ମୁଁ ସ୍ପଷ୍ଟ ଭାବେ କହୁଛି ଯେ ତୁମେ ଯାହା କର, ମୋର ଆଧ୍ୟାତ୍ମିକ କାମ ସେଥିରୁ କୌଣସି ପ୍ରଭାବିତ ହେବ ନାହିଁ। ଏଠାରେ ଅନ୍ୟ ଧର୍ମୀୟ ଗୁରୁମାନେ କହୁଛନ୍ତି ଯେ ସେମାନେ ନିଜ ସିଦ୍ଧାନ୍ତ ଅନୁସାରେ କଥା କହନ୍ତି। ସେମାନେ କହୁଛନ୍ତି ଏହା କରିବାକୁ ନାହିଁ, ସେଉଁଠାକୁ ଦେଖିବାକୁ ନାହିଁ। ପାପ ପୁଣ୍ୟର ଅନେକ କଥା କହିଥାନ୍ତି। ସେମାନେ ଅଲଗା ଭାବେ ଚିନ୍ତା କରନ୍ତି, ଏହା କରିବାରୁ ପାପ ହେବ, ସେଥି ହେବା ଅନ୍ୟାୟ। କାମ ଛାଡ଼, କ୍ରୋଧ ଛାଡ଼, ଲୋଭ ଛାଡ଼ ଓ ଏମିତି ଅନେକ କଥା। ମୋତେ ସେମାନଙ୍କର ଆଲୋଚନା କରିବାକୁ ନାହିଁ। ଜନ୍ମଜାତ ମହାନ ଲୋକ କ'ଣ କରନ୍ତି? ସେମାନେ କହନ୍ତି ବଜେ କମ୍ବଳରୁ ଏତେ ସାରା ରେଶା କାଟିବାରେ କମ୍ବଳ ସମ୍ପୂର୍ଣ୍ଣ ହେବ।